ବୁଦ୍ଧିମାନ ସାଧୁ ଓ ବାଘ। ଜଣେ ସାଧୁ ଘଞ୍ଚ ଜଙ୍ଗଲ ଦେଇ ଯାଉଥିଲେ। ତାଙ୍କ କାନ୍ଧରେ ଏକ ପୁରୁଣା ଝୋଲା ଝୁଲୁଥିଲା। ସେଥିରେ କିଛି ରୁଟି, କମଣ୍ଡଳୁ ଏବଂ ଏକ ଛୋଟ ଦର୍ପଣ ଥିଲା। ହଠାତ୍ ସେ ସାମ୍ନାରୁ ଏକ ବିରାଟ ଭୟଙ୍କର ବାଘ ଆସୁଥିବାର ଦେଖିଲେ। ସେ ବହୁତ ଡରିଗଲେ। ଭାବିଲେ, ଏବେ ଆଉ ଜୀବନ ବଞ୍ଚିବ ନାହିଁ। ବାଘ ମୋତେ ଖାଇଯିବ। ତାଙ୍କ ହାତ ଗୋଡ଼ ଥରିବାକୁ ଲାଗିଲା। ଫେରି ସେ ଭାବିଲେ, ମରିବା ତ ନିଶ୍ଚିତ, ତେବେ ବଞ୍ଚିବା ପାଇଁ ଚେଷ୍ଟା କାହିଁକି ନ କରିବି। ସେ ସାହସ ଜୁଟାଇଲେ। ବାଘ ପାଖକୁ ଆସିବା ମାତ୍ରେ ସେ ଜୋର ଜୋରରେ ତାଳି ବଜାଇବାକୁ ଲାଗିଲେ ଏବଂ ନାଚିବା ଆରମ୍ଭ କଲେ। ବାଘଟି ଅଟକିଗଲା। ତାକୁ ବହୁତ ଆଶ୍ଚର୍ଯ୍ୟ ଲାଗିଲା। ସେ କହିଲା, ଆରେ ପାଗଳ, ତୁ ନାଚୁଛୁ କାହିଁକି? ମୁଁ ଏବେ ତତେ ଖାଇଯିବି। ସାଧୁ ହସିଲେ ଏବଂ କହିଲେ, ମୁଁ ପ୍ରତିଦିନ ବାଘ ମାଂସ ଖାଏ। ମୋ ଝୋଲାରେ ଗୋଟିଏ ବାଘ ଆଗରୁ ବନ୍ଦ ଅଛି, କିନ୍ତୁ ସେ ମୋ ପାଇଁ କମ୍। ମୋତେ ଆଉ ଗୋଟିଏ ଦରକାର ଥିଲା। ତୁ ନିଜେ ମୋ ପାଖକୁ ଆସିଗଲୁ, ସେଥିପାଇଁ ମୁଁ ଖୁସି ଅଛି। ସାଧୁ କହିଲେ, ଠିକ୍ ଅଛି, ଏବେ ଦେଖାଉଛି। ତୁ ପଳାଇବୁନି। ସେ ଝୋଲା ଖୋଲିଲେ, ଦର୍ପଣ ବାହାର କଲେ ଏବଂ ବାଘକୁ କହିଲେ, ଦେଖ, ଏଇଟି ହେଉଛି ସେହି ବାଘ। ବାଘ ଚାହିଁଲା। ଦର୍ପଣରେ ତାକୁ ନିଜର ଚେହେରା ହିଁ ଦେଖାଗଲା। ନାଲି ଆଖି, ବଡ଼ ପାଟି। ସେ ଯେତେବେଳେ ଗର୍ଜନ କଲା, ଦର୍ପଣ ଭିତର ବାଘ ମଧ୍ୟ ଗର୍ଜନ କଲା। ବାଘକୁ ଲାଗିଲା ଯେ ଝୋଲା ଭିତରେ ସତରେ ଆଉ ଏକ ବାଘ ଅଛି। ସେ ଡରିଯାଇ ଲାଙ୍ଗୁଡ଼ ଜାକି ପଳାଇଲା। ବାଘ ନିଜ ସାଥୀମାନଙ୍କ ପାଖରେ ପହଞ୍ଚି ସବୁ କଥା କହିଲା। ସମସ୍ତେ ଆଶ୍ଚର୍ଯ୍ୟ ହେଲେ। ତାପରେ ସେମାନେ ବାଘମାନଙ୍କ ରଜା ପାଖକୁ ଗଲେ। ରଜାଙ୍କୁ ବହୁତ ରାଗ ଆସିଲା। ସେ କହିଲେ, କି ବାଜେ କଥା! କୌଣସି ମଣିଷ ବାଘ ଖାଇପାରେ? ତୁମେ ସବୁ କାପୁରୁଷ। ମୁଁ ନିଜେ ସେହି ସାଧୁକୁ ଉଚିତ ଶିକ୍ଷା ଦେବି। ରଜା ନିଜ ସର୍ଦ୍ଦାରଙ୍କୁ ଅନେକ ବାଘଙ୍କ ସହିତ ପଠାଇଲେ। ସେମାନେ ସାଧୁଙ୍କୁ ଖୋଜିବାକୁ ବାହାରିଲେ। ଏହି ସମୟରେ ସାଧୁଙ୍କ ପାଖକୁ ଜଣେ କାଠୁରିଆ ଆସିଲା। ସାଧୁ ତାକୁ ବାଘର ସେହି ସବୁ କାହାଣୀ ଶୁଣାଇଲେ। କାଠୁରିଆ ଜୋରରେ ହସିଲା। ସେତିକିବେଳେ ଦୂରରୁ ବାଘମାନଙ୍କ ଗର୍ଜନ ଶୁଣାଗଲା। କାଠୁରିଆ ଡରିଗଲା। ସେ ନିଜ କୁରାଢ଼ୀ ଫିଙ୍ଗିଦେଲା ଏବଂ ଗଛ ଉପରକୁ ଚଢ଼ିଗଲା। ସାଧୁଙ୍କୁ ଚଢ଼ିବା ଆସୁନଥିଲା, ତେଣୁ ସେ ଗଛ ପଛରେ ଲୁଚିଗଲେ। ପ୍ରଥମ ବାଘଟି ସର୍ଦ୍ଦାରଙ୍କୁ କହିଲା, ଦେଖନ୍ତୁ, ଆଗରୁ ଜଣେ ସାଧୁ ଥିଲା, ଏବେ ଦ୍ୱିତୀୟ ଜଣକ ମଧ୍ୟ ଆସିଗଲା। ଜଣେ ତଳେ ଲୁଚିଛି, ଜଣେ ଉପରେ। ସେମାନେ ଆମକୁ ଖାଇଯିବେ। ଚାଲ ପଳାଇବା। ଏହିପରି ନୂଆ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଓ ବେଲ୍ ଆଇକନ୍ ଦବାନ୍ତୁ।